ପିଲାମାନେ ଦେଖ ଏ ଚିତ୍ରଟିକୁ ଦେଖି କହିଲ ତମେ ସବୁ କଣ ଦେଖିବାକୁ ପାଉଛ? ଅନେକ ଗୁଡ଼ିଏ ଫୁଲ। এই ଫୁଲ ଗୁଡ଼ିକ କେତେ ସୁନ୍ଦର ଦେଖାଯାଉଛି ନା? ଶୁଣ ପିଲେ, এই ଫୁଲ ନିଜକୁ ବହୁତ ଖୁସି ମନେ କରୁଛି। ସେ କେବେ ନିଜକୁ ତୁଚ୍ଛ ମନେ କରେ ନା। ସେ କହେ ମୁଁ ଛୋଟ ହେଲେ ବି ସମସ୍ତଙ୍କର ଆଦର ପାଉଛି। ମୋର ବାସ୍ନାରେ ସମସ୍ତେ ଅନେକ ଖୁସି ଅନୁଭବ କରନ୍ତି। ଆସ ଆଜି ତମର ତୃତୀୟ ଶ୍ରେଣୀର ସାହିତ୍ୟ ବହିରେ ଟିକି ଫୁଲଟିର ବାସ ବିଷୟରେ ଆଜି ଆଲୋଚନା କରିବା ଆଉ ଏଇ କବିତାଟିକୁ ଆବୃତ୍ତି କରିବା। କିପରି ଛୋଟ ଫୁଲଟିଏ କେବେ ନିଜକୁ ତୁଚ୍ଛ ମନେ ନ କରି ସମସ୍ତଙ୍କର ଆଦର ପାଉଛି ବୋଲି ଗର୍ବ ଅନୁଭବ କରୁଛି। ଆସ ସେ ବିଷୟରେ ଆଲୋଚନା କରିବା। এই କବିତାଟିକୁ ଆମେ ପଢ଼ି ସାରିଲା ପରେ ଆମେ ଜାଣିବା କିପରି କବିତା ଆବୃତ୍ତି କରାଯାଏ ଆଉ ଏହି କବିତା ଆବୃତ୍ତି କରି ଆମେ ସମସ୍ତେ ଖୁସି ଅନୁଭବ କରିବା। ଦେଖିଲ ପିଲେ, ଏଠି ଅନେକ ପ୍ରକାର ଫୁଲ ଅଛି କି ନାହିଁ? ଅନେକ ପ୍ରକାର ଫୁଲ ଏ ବଗିଚାରେ ଫୁଟିଛି। ଏ ସବୁ ଫୁଲ କେତେ ଛୋଟ ଛୋଟ ହେଇଥିଲେ ବି ସେମାନେ କେତେ ଖୁସିରେ ଅଛନ୍ତି ସେଇ କବିତାଟିକୁ ଆଜି ଆବୃତ୍ତି କଲେ ଆମେ ଜାଣିପାରିବା। ଦେଖ, କବିତାଟିର ନାଁ ହେଉଛି ଟିକି ଫୁଲଟିର ବାସ। ଜାଣିଛ ପିଲେ, ଏଇ ଫୁଲ ତା ମନ କଥାଟି ପବନ ଆଉ ଭଅଁର ମହୁମାଛିକୁ କହୁଛି। ପବନ, ଭଅଁର, ମହୁମାଛି ଏକତ୍ରିତ ହେଲା ପରେ ତା କାନ ପାଖରେ ଫୁଲଟି ତା ମନ କଥା କହୁଛି। ସେ କହୁଛି, ଦେଖ ମୁଁ ଛୋଟ ହେଲେ ବି ମତେ କେମିତି ଜଗତର କରତା ବା ଭଗବାନ ଏ ସୃଷ୍ଟିରେ ମତେ ଆଣି ରଖିଛନ୍ତି ଆଉ କେତେ ଆଦର କରୁଛନ୍ତି। ତେଣୁ ଜଗତ କରତାଙ୍କୁ ଫୁଲ ଧନ୍ୟବାଦ ଦେଉଛି। ଜଗତ କରତାଙ୍କର ଭାବନା କେତେ ମହାନ। ଆମେ ଯେମିତି ଭଗବାନଙ୍କୁ ପ୍ରାର୍ଥନା କରୁ, ଆମେ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରିଥାଉ ଆମର ମଙ୍ଗଳ ଏବଂ ସମସ୍ତଙ୍କର ମଙ୍ଗଳ ପାଇଁ। ଠିକ୍ ସେହିପରି ଫୁଲ ନିଜକୁ ଧନ୍ୟ ମନେ କରୁଛି। ସେ କହୁଛି, ଭଗବାନ ମତେ ସୃଷ୍ଟି କରିଛନ୍ତି, ମତେ ଏତେ ବାସ୍ନା ଦେଇଛନ୍ତି ଯାହା ପାଇଁ ମୁଁ ଗର୍ବ ଅନୁଭବ କରୁଛି। ମତେ ଏତେ ସୁନ୍ଦର ରୂପ ଦେଇଛନ୍ତି ଯାହା ପାଇଁ ମୁଁ ଗର୍ବ ଅନୁଭବ କରୁଛି। ତେଣୁ ଭଗବାନଙ୍କ ପାଦ ତଳେ ସେ ଧନ୍ୟବାଦ ଅଜାଡ଼ି ଦଉଛି। ତେଣୁ ତମେ କହିଲ ପିଲେ, ଫୁଲ ମନ ଖୁସି ହଉଥିବ କି ନାହିଁ? ଫୁଲ ନିଜକୁ ଖୁସି ହୋଇ ସେ ଭଗବାନଙ୍କୁ ଧନ୍ୟବାଦ ଦେବା ସହ ସେ କହୁଛି ଯେ ଭଗବାନ ମତେ ମୋ ପାଖୁଡ଼ାରେ ଯେଉଁ ବାସନା ଟିକେ ଦେଇଛ, ସେ ବାସନା ପାଇଁ ଲୋକେମାନେ ମତେ କେତେ ଆଦର କରୁଛନ୍ତି। ମୁଁ ଯେଉଁଠି ରହିଲେ ବି, ଯେଉଁଠି ଫୁଟିଥିଲେ ବି ମତେ ଲୋକେ ଖୋଜି ଖୋଜି ଆଜି ସଂଗ୍ରହ କରୁଛନ୍ତି। ସତେ ମୋ ଜୀବନ ମହାନ ଅଟେ। ମୁଁ ମୋର ଏଇ ବାସ୍ନା ଟିକକ ବାଣ୍ଟି ଦେବାରୁ ଜଗତରେ ମୁଁ ସବୁଦିନ ଅମର ହେଇ ରହୁଛି। ମତେ ସବୁଦିନ ଲୋକେ ମନେ ପକାଉଥିବେ। ଆସ ପିଲେ, ଏଇ କବିତାଟିକୁ ତମେ କେମିତି ଆନନ୍ଦରେ ଗାଇବ ଶୁଣ। ମୁଁ ଯେମିତି ଆବୃତ୍ତି କରିବି ତୁମେ ଠିକ୍ ସେହିପରି ଆବୃତ୍ତି କରିବାକୁ ଚେଷ୍ଟା କରିବ। ତମେ ଜାଣିପାରିଲ ପିଲାମାନେ ଯେ ଫୁଲ କେମିତି ନିଜକୁ ତୁଚ୍ଛ ମନେ ନ କରି କେମିତି ଖୁସି ହେଉଛି ଏବଂ ଭଗବାନଙ୍କୁ ବା ଜଗତର କରତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଆମେ ସେମିତି ଯଦି ଉପକାରରେ ଆସୁଛୁ, କାହାର ଉପକାର କରୁଛୁ କିମ୍ବା ଯଦି କିଛି ଭଲ କାମ କରୁଛୁ, ତାହେଲେ ଭଗବାନଙ୍କୁ ଧନ୍ୟବାଦ ଦେବା ଯେ ଯାହା ହଉ ଭଗବାନ ମତେ ଯେଉଁ ଜୀବନ ଦେଇଛ ସେଥିପାଇଁ ମୁଁ ଖୁସି ଅଛି। ଆସ ଆଜି କବିତାଟିକୁ ଆବୃତ୍ତି କରିବା। ପବନ, ଭଅଁର, ମହୁମାଛି ଏକ ମିଳିଲେ ଏକାଠି ଦିନେ। ଟିକି ଫୁଲଟିଏ ମନ କଥା ତାର କହିଲା ତାଙ୍କରି କାନେ। ଟିକି ଫୁଲଟିଏ ମନ କଥା ତାର କହିଲା ତାଙ୍କରି କାନେ। ଜଗତ କରତା କେତେ ଆଦରରେ ଆଣିଲେ ଏଠାକୁ ମତେ। ସାନଟିରୁ ଆଣି ବଡ଼ଟିଏ କଲେ କେତେ ଯତନରେ ସତେ। ସାନଟିରୁ ଆଣି ବଡ଼ଟିଏ କଲେ କେତେ ଯତନରେ ସତେ। ଭାବନା ତାଙ୍କର ଅଟଇ ଅପାର, କିଏ ବା ପାରିବ କଳି। ତାଙ୍କ ମନ ଜାଣି କରମ କରିଲେ ଦିଅନ୍ତି କରୁଣା ଢାଳି। ତାଙ୍କ ମନ ଜାଣି କରମ କରିଲେ ଦିଅନ୍ତି କରୁଣା ଢାଳି। ନୀତି ମୁଁ ଡାକଇ
ଭକତି ଅନ୍ତରେ ହେ ପ୍ରଭୁ ପରମେଶ୍ୱର। ଯେଉଁ ବାସଟିକ ମାଖି ଦେଇଅଛ ପ୍ରତି ପାଖୁଡ଼ାରେ ମୋର, ଯେଉଁ ବାସଟିକ ମାଖି ଦେଇଅଛ ପ୍ରତି ପାଖୁଡ଼ାରେ ମୋର। ତମେ ଜାଣିଲ ପିଲେ, ଏହି କବିତାରେ ଭଗବାନକୁ ଫୁଲ ଧନ୍ୟବାଦ ଅର୍ପଣ କରୁଛି ଯେ ମୋତେ ଯେଉଁ ବାସ୍ନାଟିକ ମୋ ପାଖୁଡ଼ାରେ ରଖିଛ, ସେ ବାସ୍ନା ପାଇଁ ମୁଁ କେତେ ଖୁସି ଅଛି। ମୋତେ ତୁମେ ଜଗତକୁ ଆଣି ଅନେକ ଭଲ କାମ କରିଛ। ହେ ଭଗବାନ, ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମର ଦାନ ପାଇଁ ମୁଁ ସବୁଦିନ ପାଇଁ ଋଣୀ, ଆଉ ମୁଁ ସବୁଦିନ ପାଇଁ ଅମର ହୋଇ ରହିଛି। କହିଲ ପିଲେ, ତୁମେ ଯଦି ଏଇଭଳି କାମ କରିବ, ଯଦି ଭଲ କାମ ତୁମ ପାଖରେ ରହିବ, ତୁମେ ବି ସବୁଦିନ ଅମର ହୋଇ ରହିବ। ତୁମେ ବି ସବୁଦିନ ସମସ୍ତଙ୍କ ମନରେ ଜିଇଥିବ, ଆଉ ସମସ୍ତେ ତୁମକୁ ଭଲ ପାଉଥିବେ। ଠିକ୍ ଯେମିତି ଫୁଲକୁ ସମସ୍ତେ ଭଲ ପାଉଛନ୍ତି, ତୁମକୁ ମଧ୍ୟ ସମସ୍ତେ ଭଲ ପାଇବେ ଯଦି ତୁମେ ଭଲ କାମ କରିବ। ସମସ୍ତଙ୍କୁ ଧନ୍ୟବାଦ।